ଦେଖନ୍ତୁ ପାଖାପାଖି ମୁଁ ଜାଣିବା ସେଟା 50 ବର୍ଷରୁ ଅଧିକ ଉର୍ଦ୍ଧ୍ୱ ହବ ସେ ଗଛଟା, କାରଣ ବଟ ଗଛଟା ବିରାଟ ଗଛଟା। ଆଉ ପାଖାପାଖି ଆମେ 6 ରୁ 7 ଘଣ୍ଟା ଲାଗିଲା ତାକୁ ରିଲୋକେଟ ମାନେ ଟ୍ରାନ୍ସପୋର୍ଟ କରିବା ପାଇଁ। ଆଉ ଆଶା ଅଛି ସେ ବଞ୍ଚିଯିବ, କାରଣ ଆମେ ପୂର୍ବରୁ ବହୁତ ଗଛକୁ ଆମେ ବଞ୍ଚେଇଛୁ ମାନେ ରିଲୋକେଟ କରିକିରି। ତ ଗୋଟେ ମାସେ 1.5 ମାସ ଖଣ୍ଡେ ଆମକୁ ତାକୁ କଣ୍ଟିନ୍ୟୁ ପାଣି ଦେବାକୁ ପଡିବ, ଆଉ ମାଟି ମାନେ ତାକୁ ନଜର ରଖିବାକୁ ପଡିବ। ତା ସହିତ ଆମର ଯୋଉ ଟ୍ରାଡିସନାଲ ଟ୍ରିଟମେଣ୍ଟ ଅଛି ତାକୁ ଟ୍ରିଟମେଣ୍ଟ ବି ଆରମ୍ଭ କରାଯାଇଛି। ଆଉ ଦେଖନ୍ତୁ ଯୋଉ ଡ୍ରେନ୍ କାମ ହଉଛି, ଡ୍ରେନ୍ କାମ ଯୋଗୁ ତାର ଗୋଟେ ସାଇଡ ର ରୁଟ୍ସ କୁ କଟା ଯାଇଥିଲା ସେ ଡ୍ରେନ୍ ଗୁଡା, ସେଥିପାଇଁ ସେ ଭାରି ହେଇଲା। ଯେତେବେଳେ ଲାଷ୍ଟ ଗୋଟେ 1 month ବିଫୋର ଯୋଉ କାଳବୈଶାଖୀ ପବନ ହେଇଥିଲା, ସେ ପବନରେ ସେ ପଡି ଯାଇଥିଲା। ତ ତାପରେ ବିଏମସି ବା ଆଉ ଆମର ଫରେଷ୍ଟ ଡିପାର୍ଟମେଣ୍ଟ କିଛି ତାକୁ ହାଫ କାଟି ଦେଇଥିଲେ ରୋଡ ଉପରେ ପଡୁଥିଲା ଯେହେତୁ। ତ ଆମେ ତାକୁ ଦେଖିଲୁ ଯେ ଯେହେତୁ ସେ ଗୋଟେ 100 ଗଛ ଲଗେଇକିରି ନୂଆ ଗଛ ଲଗେଇକିରି ବଡ କରିବା ଅପେକ୍ଷା ଗୋଟେ ବଡ ଗଛକୁ ସୁରକ୍ଷା ଦେବାଟା ଆମେ ନିହାତି ଜରୁରୀ ଭାବିଲୁ। ସେଥିପାଇଁ ଆମେ ତାକୁ ମାନେ ତାକୁ ରିଲୋକେଟ କଲୁ, ଆଉ ଗୋଟେ ସେଫ୍ଟି ଜାଗା ତାକୁ ପ୍ଲାଣ୍ଟ କଲୁ। ଆଉ ଆଶା ଅଛି ସେ ପୁଣି ନୂଆ ଜୀବନ ପାଇଲା, ଆଉ ମାନେ ପରିବେଶକୁ ସେ ଆହୁରି ଅଧିକରୁ ଅଧିକ ଅକ୍ସିଜେନ ଦେଇପାରିବ। ଆଜ୍ଞା ବହୁତ ବହୁତ ଖୁସି। ଆମେ ଏମିତି ଛୋଟ ଛୋଟ ପ୍ରୟାସ ଆଗଠୁ କରୁଛୁ। ଗୋଟେ ବିଶାଳ ବୃକ୍ଷଟାକୁ ବହୁତ ନିର୍ଦ୍ଦୟତାର ସହିତ ଉପାଡ଼ିକି ଫୋପାଡ଼ି ଦେଇଥିଲେ। ଆମେ ଛୋଟ ପ୍ରୟାସ କଲୁ ଯେ ସେଇଟା କେମିତି ପୁଣି ପୁନର୍ଜୀବିତ ହେଇପାରିବ। ସେଇଟା ସେ ଛୋଟ ଚେଷ୍ଟା କାଲିକି ହେଲା, ଗତକାଲି ହେଲା। କିନ୍ତୁ ଆମେ ବହୁତ ଖୁସି ଅଛୁ ଯେ ସେ ପୁଣି ତା କାମ ସେ କରିବ, ମାନବ ସମାଜ ପାଇଁ ଯେତିକି ସେ ଯାହା ତାର ତ୍ୟାଗ ସେ କରିବ, ସେ ଅକ୍ସିଜେନ ଦବ, ସେ ପ୍ରୟାସରେ ଆମେ ଅଛୁ। ଆମେ ପାଖାପାଖି 10-15 ଜଣ ଟିମ୍ ଆମର ସବୁଜ ବାହିନୀର ଆମେ ଛୋଟ ପ୍ରୟାସ କରୁଛୁ। ସେଟା ପୁଣି ପୁନର୍ଜୀବିତ ହେଲା, ତାକୁ ପୁନର୍ସ୍ଥାପନ କଲୁ। ବହୁତ ଆନନ୍ଦିତ ଅଛୁ। ଆଜ୍ଞା 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 ଆମର କାମ କଣ ସମାଜ ପାଇଁ ଯଦି କିଛି କରିପାରିବା, ମଣିଷ ହେବାର ଯୋଉ ଏଇଟା ଅଛି, ମଣିଷତ୍ୱ ଟାକୁ ଆମେ ପ୍ରଥମେ ପ୍ରାୟୋରିଟି ଦେବା। ଗୋଟେ ଛୋଟ ପ୍ରୟାସ ଅଛି, ତ 4-5 ଘଣ୍ଟା ଲାଗିଲା ସେଇଟାକୁ ପୁଣି ପୁନଃସ୍ଥାପିତ କରିବା ପାଇଁ। ହଁ ଆଜ୍ଞା, ଏଇଟା ଆମେ ତ ଚେଷ୍ଟା କରୁଛୁ ଯେ ଅଥରିଟିଜ କୁ ସବୁବେଳେ କୌଣସି ଗଛକୁ ଏମିତି ନ କାଟିବା ପାଇଁ ଅନୁରୋଧ କରୁଛୁ। ହେଲେ ଜିନିଷଟା କଣ ବୋଲେ ନିର୍ଦ୍ଦୟତା, ସେଟା ସେନ୍ସିଟିଭଲି ନେବା କଥା। ଗଛର ଯୋଉ ମହତ୍ୱଟା ଅଛି, ଆମେ ଆଶା କରୁଛୁ ଆଗାମୀ ଦିନରେ ପ୍ରତ୍ୟେକ ଜିନିଷ ଟିକେ ଅଥରିଟିଜ କର୍ପୋରେସନ ମାନେ ବହୁତ ସେନ୍ସିଟିଭଲି ନେବେ। ଗଛର ଆବଶ୍ୟକତାଟା ଯୋଉଟା ଅଛି ତା ପ୍ରତି ଟିକେ ବେଶୀ ସେନ୍ସିଟିଭ ହେବେ। ସମ୍ବେଦନଶୀଳ ହେଲେ ଆମେ ବଞ୍ଚିବା, ଗଛ ବଞ୍ଚିଲେ ଆମେ ବଞ୍ଚିବା। କାରଣ ଆପଣ ଜାଣିଥିବେ କୋରୋନା ଟାଇମରେ ଯାହା ହେଇଛି ଅକ୍ସିଜେନ ର ଅଭାବରେ, ଇଏ ତ ଫ୍ରିରେ ଅକ୍ସିଜେନ ଦଉଛି। ସେଟା ପଛ ପକେଇବା ସେପଟା ଏପଟା ପକେଇଦିଏ, ଏପଟା ଏଇ ରହିଲା ସେପଟା ଖାଲି ମିଳିଯିବ ତମକୁ। ସେପଟ ପକେଇବ। ପକଉନୁ ମୁଁ ଦେଖିବା ଆଇନ କାମ ପଡେ किसको क्या करना है से आते हाँ ना ताके था तो सीधा कर दे तो गातर पर डेम बढ़िया